ଗ୍ୟାସର ଚାପ କାହାକୁ କୁହାଯାଏ? ଗ୍ୟାସୀୟ ଅଣୁମାନଙ୍କ ଦ୍ୱାରା ଧାରକ କାନ୍ଥ ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସର ଚାପ କୁହାଯାଏ। ସାନ୍ଦ୍ରତା କହିଲେ କ'ଣ ବୁଝାଏ? କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ୱକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ। Question number 3 ଗଳନାଙ୍କ କହିଲେ କ'ଣ ବୁଝ? ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ତାପରେ ତରଳ ପଦାର୍ଥରେ ପରିଣତ ହୁଏ ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ କୁହାଯାଏ। Question number 4 ବିଗଳନ ବା ତରଳନ ପ୍ରକ୍ରିୟା କ'ଣ? ପଦାର୍ଥର କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥିବା ପ୍ରକ୍ରିୟାକୁ ବିଗଳନ ବା ତରଳନ କୁହାଯାଏ। Question number 5 ଗୁପ୍ତ ତାପର ସଂଜ୍ଞା କ'ଣ? ବାୟୁମଣ୍ଡଳୀୟ ଚାପରେ 1 କିଗ୍ରାର ଏକ କଠିନ ପଦାର୍ଥକୁ ତା'ର ଗଳନାଙ୍କ ତାପମାତ୍ରାରେ ପରିଣତ ହେବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ ତାହାକୁ ସେହି ପଦାର୍ଥର ଗଳନର ଗୁପ୍ତ ତାପ କୁହାଯାଏ।